ରାମ ନାରାୟଣ ରାମ। ଜଣେ ପିତା ତାଙ୍କ 7 ବର୍ଷର ପୁଅକୁ ଠାକୁରଙ୍କୁ ଭୋଗ ଦେବାକୁ କହିଲେ। ସେ ଭୋଗ ଦେବାକୁ ଯାଇକରି କହିଲା, ପିତା ତ ରୋଜ ଭୋଗ ଦେନ୍ତି, ଆପଣ ଉଠନ୍ତୁ। ଯଦି ଆପଣ ଭୋଗ ନ କଲେ ତେବେ ପିତା ମୋତେ ମାରିବେ। ସେମାନେ କିପରି ଉଠିପାରିବେ? ସେମାନେ ତ କେବେ ବି ଉଠନ୍ତି ନାହିଁ। ପୁଅ ଦେବତାଙ୍କୁ ମାରିବାକୁ ଯିବାବେଳେ ଦେବତା କହିଲେ, ଅରେ ମାଡ଼ନୀୟ। ଏହି କଥା କହି ସେ ପ୍ରକଟ ହେଲେ ଓ ଦୁଧ ପିଇବାକୁ ଲାଗିଲେ। ପୁଅ କହିଲା, ଅରେ ସମସ୍ତ ଦୁଧ ପିଅନି, ଥୋଡ଼ା ରଖିଦିଅ। ପିତାଜୀ ଆସି ଦେଖିବେ, ତେବେ ମୋତେ ମାରିବେ। ପିତା ଦୁଧ ନ ପାଇ ଝିଅକୁ ପଚାରିଲେ ଓ ପୁଅ କହିଲା, ମୁଁ ବହୁତ ଥର କହିଲି ଯେ ସମସ୍ତ ଦୁଧ ପିଅନି, କିନ୍ତୁ ସେ ସବୁ ଦୁଧ ପିଇଯିବାକୁ ଥିଲେ। ପରେ ସବୁ ବୁଝି ପିତା ଭଗବାନଙ୍କୁ କହିଲେ, ଆପଣ ତାକୁ ଦର୍ଶନ ଦେଲେ, ମୋତେ ନୁହେଁ। ତାପରେ ପୁଅ ନିଜେ ଠାକୁରଙ୍କୁ ଭୋଗ ଦେବାକୁ ଲାଗିଲା। ସହଜ ଭାବରେ ବିରାଟ ଶକ୍ତି ଖେଳ କରୁଛି। ଆମେ ନିଜ ଭିତରେ ଦୃଢ଼ ଭାବରେ ଦେଖିବାକୁ ଚେଷ୍ଟା କରୁଛୁ, ସେଥିପାଇଁ ଏହା ଘଟୁନାହିଁ।